ଏଇ ଲୋକଙ୍କ ଇଏ କାହ୍ନୁଚରଣ ସାହୁ ତାପରେ ଧନେଶ୍ୱର ସାହୁ ଏମାନଙ୍କୁ 67 ଲକ୍ଷ ଟଙ୍କାରେ ଦେଇଛନ୍ତି ଏବଂ ପେଟ୍ରୋଲ ଟାଙ୍କି ପାଖ ସେ ବିଲ୍ଡର୍ସ ତା ପାଖକୁ ମୋ ଜମିକି ଲାଗିଛି। ତେଣୁକରି ମୋତେ ଏତେ କମ୍ ଦେଇକି ଏମିତି ହଇରାଣ କରିବା ଲାଭ କ'ଣ ଅଛି? ଆଉ ସରକାର କ'ଣ ଜନସାଧାରଣଙ୍କର ଠିକ୍ କରିବ ବୋଲି କି ଅନ୍ୟ ଗୋଟେ ଜନସାଧାରଣଙ୍କୁ ମାରିକି ନେବ ନା କ'ଣ? ଆପଣ କାହା ପାଖରେ ସବୁ ଅଭିଯୋଗ କରୁଛନ୍ତି? ମୁଁ କଲେକ୍ଟରଙ୍କୁ ଅଭିଯୋଗ କରିଥିଲି, ତାଙ୍କର ଯେଉଁ ହାୟର ଅଥରିଟି ତାଙ୍କୁ କରିଥିଲି, ତାପରେ ତାଙ୍କୁ ସାଧାରଣ ଚିଠି ଗୋଟେ ଦେଇଥିଲି। ଏମିତି 3 ଜଣଙ୍କୁ ମୁଁ ଅଭିଯୋଗ କରିଥିଲି। କିଛି ସୁଫଳ ମିଳିଲାନି। କୋର୍ଟରେ କଲି ବି, କୋର୍ଟରେ ବି ଆମର ଯେଉଁ ଓକିଲ ନେଇଥିଲେ ସିଏ ତା ସହିତ ଆର୍ଗୁମେଣ୍ଟ ଦିନ ରାତିରେ ମୋତେ ଡକେଇକି କଥାବାର୍ତ୍ତା କରିକି ମୁଁ ଯାହା କହିଲି ତାହା ନ ଲେଖିକି ସିଏ ତାଙ୍କ ସହିତ ସଲାସୁତୁରା ହେଇକି ପଇସା ଖାଇକି ଏପଟ ସେପଟ କଲା। ଯାହାଫଳରେ କି ସେ ଲୋକକୁ ଅଭିମନ୍ୟୁ ସ୍ୱାଇଁ ବୋଲିକି ଯିଏ ସେ ଯେଉଁ ଓକିଲଟି ମୁଁ ତାଙ୍କୁ ବି ଭାଇସ୍ ପ୍ରେସିଡେଣ୍ଟରେ ଜିତେଇଥିଲି। ଅର୍ଥାତ୍ ମନୋଜ କରଣ ମୋର ଗୋଟେ ଆଡ଼ଭୋକେଟ୍ ସାଙ୍ଗ, ଏମିତି 50-100 ଜଣ ମୋର କୋର୍ଟରେ ସାଙ୍ଗ ଥିଲେ। ସେମାନଙ୍କୁ କହି ଏହା କରିକି ମୁଁ ତାଙ୍କ ପାଇଁ ବି ପରିଶ୍ରମ କରିଛି। ସିଏ କିନ୍ତୁ ମୋତେ ସୁଫଳ ଦେଲେ ନାହିଁ। ଏମିତିକି ମୋର ତଳ କୋର୍ଟର କାଗଜ ବି ପାଉନାହାନ୍ତି। ଯେଉଁ ଦୁଇଟା ଓକିଲଙ୍କୁ ଦେଇଛି ତଳ କୋର୍ଟରୁ ଆଣିବା ପାଇଁ, ସିଏ କହୁଛନ୍ତି ଯେ କାଗଜ ଅଲରେଡ଼ି ଆପଣଙ୍କର ଜାଳି ଦେଇଛନ୍ତି। କିଏ କହୁଛନ୍ତି ହଁ ଟିକେ ଅପେକ୍ଷା କର ଆମେ ଦେବୁ। ଆଉ ତାହେଲେ କେବେ ମୁଁ କେସ୍ ଦେବି? ମୋ ନାଁ କାଶୀନାଥ ସାହୁ, ଆମ ଘର ବେଣ୍ଟପୁର ଦେୱାନପନ୍ନା। ଆମ ଜମିଟି ବେଣ୍ଟପୁର ମୌଜାର ଏବଂ ବ୍ରାହ୍ମଣଶଣୀ RI ସର୍କଲରେ ଯାଉଛି। ଆପଣଙ୍କର ଅସୁବିଧା କ'ଣ ହେଇଛି? ଆମେ ଯାହା ଅଭିଯୋଗ ହେଉଥିଲା ଆପଣଙ୍କର ସେଇ ଜମି ନା ଅଲଗା କିଛି? ନା, ଆମର ସେଇ ଜମି ବିଷୟରେ ଆମେ କହିବୁ ଯେ ଆମ ବଡ଼ ଭାଇ ପ୍ରାଣକୃଷ୍ଣ ସାହୁ ଯେମିତି ତାଙ୍କର ଜମିଟେ ଯାଇଛି, ଗ୍ୟାସ୍ ପାଇପ୍ ଲାଇନ୍ ଯାଇଛି ଗେଲ୍ ଇଣ୍ଡିଆର, ଆମର ବି ସେମିତି ଆମ ରାସ୍ତାକଡ଼ ଜମିରେ ଗେଲ୍ ଇଣ୍ଡିଆର ପାଇପ୍ ଲାଇନ୍ ଯାଇଛି। କିନ୍ତୁ ଦୁଃଖର ବିଷୟ, ଗେଲ୍ ଇଣ୍ଡିଆ ପ୍ରଥମେ ସମସ୍ତଙ୍କୁ କିଛି କିଛି ପଇସା ଦେଇଥିଲା। ଆମେ ତ ଏ ବିଷୟରେ କିଛି ଜାଣିନୁ, ଏତେଟା ଆମର ଏକ୍ସପିରିଏନ୍ସ ନାହିଁ। କିଛି ପଇସା ଦେଇଥିଲା, ଆମେ ତାକୁ ରିସିଭ୍ କରିଥିଲୁ। କିନ୍ତୁ ପରେ ଅଲଗା ଲୋକମାନେ ଯେଉଁମାନେ ଜାଣିଆ ଶୁଣିଆ ଲୋକ ଆମର ଯେଉଁ କୋର୍ଟ ବିଷୟରେ ଜାଣିଛନ୍ତି, ସେମାନେ କୋର୍ଟରେ କେସ୍ କାସ୍ କଲା ପରେ ସେମାନଙ୍କର ଜମିର ଭାଉଲେସନ୍ ବଢ଼େଇକି ସେମାନଙ୍କୁ ପଇସା ଦିଆଗଲା। କିନ୍ତୁ ଆମେ କିଛି ଜମି ମାଲିକ ରହିଗଲୁ ଯେ କି ଆମେ ସେମାନେ ସେ ଭାଉଲେସନ୍ରେ ପଇସା ପାଇଲୁ ନାହିଁ। ଆମର ଭିତର ଜମିରେ ଆମର ଯେଉଁ ରୋଡ଼ ସାଇଡ଼୍ ଜମି ନୁହଁ, ସେମାନଙ୍କୁ ଘରବାଡ଼ି ଇଏ କରିକି ସେମାନଙ୍କୁ ପଇସା ଦିଆଗଲା। କିନ୍ତୁ ଆମର ରୋଡ଼ ସାଇଡ଼୍ ଜମିରେ ହେଇକି ମଧ୍ୟ ଆମକୁ ସେଇ ଭାଉଲେସନ୍ରେ ପଛରେ ଆଉ ପଇସା ଦିଆଗଲା ନାହିଁ। ଏହାର ଆମେ ଚାହୁଁଛୁ ଏହାର ଗୋଟେ ଉପଯୁକ୍ତ ତଦନ୍ତ କରାଯାଉ। ପ୍ରକୃତରେ ଯେଉଁ ଚାଷୀମାନେ କିଛି ଚାଷୀ ରହିଯାଇଛନ୍ତି ସେମାନଙ୍କୁ ହଇରାଣ ହରକତ କରିଛନ୍ତି ଗେଲ୍ ଇଣ୍ଡିଆ କମ୍ପାନୀ। ଯେମିତି ଆମ ପ୍ରାଣକୃଷ୍ଣ ସାହୁ ଆମ ଭାଇ, ସେ ତାଙ୍କୁ ଯେମିତି ହଇରାଣ କରିଛନ୍ତି, ଆମମାନଙ୍କୁ ମଧ୍ୟ ସେମିତି ହଇରାଣ କରିଛନ୍ତି। କିଛି ଲୋକଙ୍କୁ ସେମାନେ ଦେଇଛନ୍ତି ଠିକ୍ ଉଚିତ ଭାଉଲେସନ୍, ଆଉ କିଛି ଲୋକଙ୍କୁ ଉଚିତ ଭାଉଲେସନ୍ ଦେଇନାହାନ୍ତି। ଏହାର ତଦନ୍ତ କରାଯାଉ। ପ୍ରକୃତରେ ଏ ବହୁତ ଅନ୍ୟାୟ କଥା। ଚାଷୀମାନେ ବହୁତ ହଇରାଣ ହେଇଛନ୍ତି ଆମ ଅଞ୍ଚଳରେ। ଆଉ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉ, ଏତିକି ଆମେ ଅନୁରୋଧ କରୁଛୁ।